ହାତୀ ଆକ୍ରମଣରେ ନିଶ୍ଚିତ ମରଣ ମୁହଁରୁ ବଞ୍ଚିଲେ ଯୁବକ। ଜଙ୍ଗଲୀ ହାତୀଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନେକ ଧନଜୀବନ ନଷ୍ଟ କରି ଚାଲିଛନ୍ତି ନିଷ୍ଠୁର ଜଙ୍ଗଲୀ ହାତୀ। କାହା ଫସଲ ଖାଇ ଦେଉଛନ୍ତି ତ କାହା ଘର ଭାଙ୍ଗି ଦେଉଛନ୍ତି, ଆଉ କାହା ଜୀବନ ମଧ୍ୟ ଚାଲିଯାଉଛି ହାତୀ ଆକ୍ରମଣରେ। ସେମିତି ଏକ ଦୃଶ୍ୟ, ହାତୀ ଆକ୍ରମଣରୁ ଅଳ୍ପକେ ନିଶ୍ଚିତ ମରଣ ମୁହଁରୁ ଫେରି ଆସିଛନ୍ତି ଜଣେ ଯୁବକ। ଏହି ଘଟଣାଟି ଘଟିଛି ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିର୍ଲାଛକ ହରିଚନ୍ଦନପୁର ଠାରେ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମର ଋଷିବର ମହାନ୍ତଙ୍କ ପୁଅ ଭୋଳାନାଥ ମହାନ୍ତ ନିଜ ସମ୍ପର୍କୀୟ ଘର ସାହାରପଡ଼ା ବ୍ଲକର ବିର୍ଲାଛକ ହରିଚନ୍ଦନପୁରକୁ ଯାଇଥିଲେ। ସେଠାରେ ହାତୀ ଆସିଥିବା ଜାଣି ସାଙ୍ଗମାନଙ୍କ ସହିତ ସେ ମଧ୍ୟ ହାତୀ ଦେଖିବାକୁ ଯାଇଥିଲେ। ସେଠାରେ ଅନେକ ଲୋକ ହାତୀ ଦେଖିବା ପାଇଁ ରୁଣ୍ଡ ହୋଇ ହାତୀ ଦେଖୁଥାନ୍ତି। ହାତୀ ଦେଖିବା ପାଇଁ ଆଗ୍ରହୀ ଥିବା ଭୋଳାନାଥ ଯାଉଥିବା ସମୟରେ ହଠାତ୍ ହାତୀ ଦେଖୁଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲା। ସେହି ହାତୀ ଆକ୍ରମଣରେ ପଡ଼ିଯାଇଥିଲେ ଭୋଳାନାଥ। ଭୋଳାନାଥଙ୍କୁ ଆକ୍ରମଣ କରିବା ପାଇଁ ହାତୀ ଗୋଡ଼ାଉଥିବା ବେଳେ ଅନ୍ୟ ଲୋକମାନେ ଯୁବକଙ୍କୁ ବଞ୍ଚାଇବା ପାଇଁ କୌଶଳ ପ୍ରୟୋଗ କରିଥିଲେ। ହାତୀକୁ ତଡ଼ିବା ପାଇଁ ଲୋକମାନେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଯୁବକ ଜଣକ ହାତୀ ଆକ୍ରମଣର ଶିକାର ହୋଇଯାଇଥିଲେ। କିନ୍ତୁ ଉପସ୍ଥିତ ଥିବା ଲୋକମାନେ ହାତୀକୁ ବିଭିନ୍ନ ଭୟଭ୍ରାନ୍ତି ଦେଖାଇ ଜଙ୍ଗଲ ମଧ୍ୟକୁ ତଡ଼ିବାରେ ସଫଳ ହୋଇଥିଲେ। ହାତୀ ଆକ୍ରମଣର ଶିକାର ହୋଇ ବି ଯୁବକ ଜଣକ ନିଶ୍ଚିତ ମରଣ ମୁହଁରୁ ସିନା ବଞ୍ଚିଗଲେ, କିନ୍ତୁ ବାମ ଗୋଡ଼ଟି ଭାଙ୍ଗିଯିବା ସହିତ ହାତରେ ଶକ୍ତ ଆଘାତ ଲାଗି ଆହତ ଅବସ୍ଥାରେ ପଡ଼ି ରହିଥିଲେ। ସଙ୍ଗେ ସଙ୍ଗେ ଆହତ ଯୁବକଙ୍କୁ 108 ରୋଗୀ ଯାନ ଯୋଗେ ପାଟଣା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।